चैतन्यं शाश्वतं शान्तं व्योमातीतं निरञ्जनं नादबिन्दुकलातीतं तस्मै श्रीगुरवे नमः। हरे कृष्ण 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 हरे हरे, हरे राम 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 हरे। भजनिताय गौर राधेश्याम जप हरे कृष्ण, भजनिताय गौर राधे जप हरे कृष्ण। भज श्री कृष्ण चैतन्य प्रभु नित्यानंद, जप हरे कृष्ण हरे। जय शिशु अनंत राजा राम, जय सत्य सनातन कल्कि, जय शिशु अनंत राजा सत्य सनातन। आज आमर पवित्र संध्यारे शिशु अनंत पवित्र क्षेत्र बा दरबार रे आमे सबुदिन भली आज भी गोटे सत्संग अनुष्ठित हम। यह आमर प्रत्येक दिन नित्य कर्म सहित समान। प्रार्थना परे टिके सत्संग हुए। आज भी सही सत्संग हम, किंतु अप्रत्याशित भाव जो कथा बा जो कर्म बा जो लीला आसी पहुँची जाए, ताहा ही भगवत इच्छा बा भगवान कर आदेश बोली हमको धरिबा पड़ो। आमे पदे विपद कौन कही था कथारे सरी जाई था, किंतु हठात आमर ओडिशा रे जो गोटे संकीर्तन मंडली मान को नहीं जो जगन्नाथ नाम रे से संकीर्तन मंडली समर्पित होती। से माने समस्ते एकत्र भाव रे वर्ष को अंततः थरे दुई थर से माने विभिन्न स्थान रे वार्षिक उत्सव पालन करती एवं श्रृंखलित भाव रे से अनुष्ठान चली एवं से अनुष्ठान जो माने कर्मकर्ता से माने मध्य श्रृंखलित भाव रे से कार्यक्रमटी को करने पई सबले प्रयत्नवान होती। आमर गोटे कोरोना आसवा पूर्वर गोटे कार्यक्रम होता 9टी कुंजरे 9 दिन धरी अखंड नाम कीर्तन होता। से कार्यक्रमटी आमे जाइथिलु अध घंटा घंटा जा हो अति सुंदर सेमती कार्यक्रम मिलिब नहीं। सेठी प्रथम करी कोरोना आसुची गोटे महामारी तार उपशम पाई आमे सेठी प्रार्थना करथिलु। गोटे छोटिया औषध मध्य मु निजे कही समस्ते पंचगव्य सेवन करत। तापर से धीरे धीरे काया विस्तार करी जा हो से जाइछि, किंतु अच्छी सी बेले बेले देखा दौरान पुणी जाऊँच या चली से भली भाव रे आमर यही अनंत क्षेत्र रे एथि मध्य
ଅନେକ ସଂକୀର୍ତ୍ତନ ମଣ୍ଡଳୀମାନଙ୍କୁ ନେଇ ଗୋଟିଏ ମହାନ ମିଳନ ଉତ୍ସବ ହେଇଥିଲା। ଗୋଟିଏ ମୋର ପାଠ ପଢ଼ିବା ସ୍କୁଲ ଠାରୁ କୋଲର ଗ୍ରାମରୁ ଆରମ୍ଭ ହେଇଥିଲା ଏବଂ ଆଶ୍ରମ ପାଖରେ ସମାପନ ହେଇଥିଲା। ସୁନ୍ଦର ସଭାଟି ହେଇଥିଲା। ସେଇଭଳି ଏ ବର୍ଷ ହଠାତ୍ ଗୋଟେ କାର୍ଯ୍ୟକ୍ରମ ଆମେ କରିଥିଲୁ। ବଳିଆ କିଛି କରିନି। ବଳିଆ ସବୁବେଳେ ହଁଟି ମାରେ। କାର୍ଯ୍ୟ କରନ୍ତି କର୍ମକର୍ତ୍ତାମାନେ, କେବଳ ବଳିଆ ପଛରେ ରହି ଟିକେ ଉତ୍ସାହିତ କରେ। ସେଇଭଳି ଆଶ୍ରମର ଅନ୍ତେବାସୀରୁ ଜଣେ ଦୁଇ ଜଣ ଏବଂ ସଂକୀର୍ତ୍ତନ ମହାମଣ୍ଡଳର ସଭାପତି ନବଘନ ବାବୁ ଏବଂ ତାଙ୍କର ଯେଉଁମାନେ କର୍ମକର୍ତ୍ତାମାନେ ଆମର ଇଏ ସଂକୀର୍ତ୍ତନ ମଣ୍ଡଳୀ ଭିତରେ ଅଛନ୍ତି, ସେଇମାନଙ୍କୁ ନେଇ ଗୋଟେ ବହୁତ ବଡ଼ ସଂକୀର୍ତ୍ତନ ଶୋଭାଯାତ୍ରା ବଳଦେବଙ୍କ କ୍ଷେତ୍ର, ତୁଳସୀ କ୍ଷେତ୍ର ବଳଦେବଙ୍କ ଗ୍ରାମରେ ବା କ୍ଷେତ୍ରରେ 3 ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ସଂକୀର୍ତ୍ତନ ସମାବେଶ, ଅନେକ ସଂକୀର୍ତ୍ତନ ମଣ୍ଡଳୀମାନେ ଆସିଥିଲେ। ଲମ୍ବା ଶୋଭାଯାତ୍ରାରେ ସେମାନେ ଆସିଥିଲେ। ସେଦିନ ଥିଲା ସଂକୀର୍ତ୍ତନ ସମାବେଶର ପ୍ରଥମ ଦିବସ, ପ୍ରଥମ ସନ୍ଧ୍ୟା। ସେଇଦିନ ଠାରୁ 3ଟି ଦିନ ପବିତ୍ର ଭାଗବତ କଥା ଇଏ ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଟି କେବଳ ମାନେ ଏ ଯେଉଁ ଗପିବା ବା ପ୍ରବଚନ ଦେବା ଭିତରେ ସେମିତି ନଥିଲା। ସେଥିରେ ବିଭିନ୍ନ କାର୍ଯ୍ୟକ୍ରମ ବି, ସାମାଜିକ ସେବା କାର୍ଯ୍ୟକ୍ରମ ବି ଥିଲା। ଅନେକ ବ୍ୟକ୍ତିତ୍ୱମାନଙ୍କୁ ସମର୍ଥିତ କରାଯାଇଥିଲା। ଏଇଭଳି କେତେକ କାର୍ଯ୍ୟକ୍ରମ, ପ୍ରତ୍ୟେକ ଦିନ ମହୋତ୍ସବ ବି ହେଉଥିଲା। ମହାପ୍ରଭୁ ଚୈତନ୍ୟ ଆଜକୁ 500 ବର୍ଷ ତଳେ ସେ ହଠାତ୍ ଆବିର୍ଭାବ ହେଲେ, ଜନ୍ମ ନେଲେ ପବିତ୍ର ଗଙ୍ଗା ନଦୀ କୂଳରେ ଅବସ୍ଥିତ ନବଦ୍ୱୀପ ଧାମରେ। ସେଇ ନବଦ୍ୱୀପ ଧାମରେ ତାଙ୍କର ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ତାଙ୍କ ସଂକୀର୍ତ୍ତନ ସମାପ୍ତ ହୋଇଥିଲା। ଅର୍ଥାତ୍ ମହାପ୍ରଭୁ ଚୈତନ୍ୟ ସୁଦୂର ନବଦ୍ୱୀପରୁ ଆସି ପୁରୀ ଶ୍ରୀକ୍ଷେତ୍ରରେ ତାଙ୍କର ଦେହ ଅବସାନ କରିଥିଲେ। ସେତେବେଳେ ରାଜୁତି ଥିଲା, ଓଡ଼ିଶାର ରାଜା ଥିଲେ ପ୍ରତାପରୁଦ୍ର ଦେବ। ଚୈତନ୍ୟଙ୍କର ସେ ଥିଲେ ପରମ ଶିଷ୍ୟ। ସିଏ ସାଧୁ ସନ୍ଥ ଏସବୁକୁ ଏତେ ଗ୍ରହଣ କରିପାରୁନଥିଲେ। ଚୈତନ୍ୟଙ୍କର ଆବିର୍ଭାବ ନାମ କୀର୍ତ୍ତନ ପ୍ରଚାରକୁ ମଧ୍ୟ ସେ ବିରୋଧ ବି କରୁଥିଲେ। ସେ ରାଜକୀୟ ଢାଞ୍ଚାରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରୁଥିଲେ। ତା ଭିତରେ ବଡ଼ ଦଣ୍ଡ ଥିଲା ଫାଶୀ ଦଣ୍ଡ। ଯେଉଁମାନେ ଭୁଲ କରୁଛନ୍ତି ବାରମ୍ବାର ତାଙ୍କୁ ଫାଶୀ ଦିଅ। ଏଇଭଳି ଅନେକ ଲୋକ ଫାଶୀ ପାଇବା ପରେ ନିଶ୍ଚୟ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ରାଜାଙ୍କର ଆଦେଶକୁ କେମିତି ପରିବର୍ତ୍ତନ ହେବ। ତେଣୁ ଜଗତରେ ପୁଣି ଆଉ ଜଣେ ରାଜା ଅଛନ୍ତି। ଯେମିତି ଆଜି ପୃଥିବୀରେ ବହୁ ଦେଶ, ବହୁ ରାଜା, ବହୁ ରାଜନୀତି ଚାଲିଛି।
କିନ୍ତୁ ସମସ୍ତେ ଜାଣିଛନ୍ତି କି ନାହିଁ ଆମେ ଜାଣିଛୁ ଏମାନେ ସବୁ ନିମିତ୍ତ ମାତ୍ର। ସମସ୍ତଙ୍କ ଉପରେ ଆଉ ଜଣେ ମାଲିକ ଅଛନ୍ତି, ପ୍ରକୃତ ଯିଏ ଜଗତର ରାଜା, ଯାହାଙ୍କୁ ଆମେ ଦେଖିପାରୁନୁ, କିନ୍ତୁ ଆମ କୃତକର୍ମକୁ ସିଏ ହିଁ ପ୍ରକୃତରେ ସମୀକ୍ଷା କରୁଛନ୍ତି। ମହାପ୍ରଭୁ ଚୈତନ୍ୟ ହଠାତ୍ ପ୍ରତାପରୁଦ୍ର ଦେବଙ୍କ ଶୟନ କକ୍ଷରେ ଆବିର୍ଭାବ ହେଲେ। ଏହାକୁ କିଏ ସ୍ୱପ୍ନ କୁହନ୍ତି, କିଏ ଜାଗ୍ରତ ବୋଲି କୁହନ୍ତି। ତେଣୁ ଆମେ ତ ତାକୁ ଠିକ୍ ପ୍ରମାଣ କରିପାରିବାନି, ସ୍ୱପ୍ନରେ ହଉ ଜାଗ୍ରତରେ ହଉ। ମହାପ୍ରଭୁ ଚୈତନ୍ୟ ପ୍ରତାପରୁଦ୍ର ଦେବଙ୍କୁ କହିଲେ, ହେ ରାଜନ, ମୁଁ ଆସିଛି ଗୋଟେ ଭିକ୍ଷା ମାଗିବା ପାଇଁ। ରାଜା ତ ଚୈତନ୍ୟଙ୍କୁ ଏତେ ପସନ୍ଦ ବି କରୁନଥିଲେ। ସେଥିରେ ଦେଖିବା ପାଇଁ ଆମର ଯେଉଁ ଅବତାର ମାନଙ୍କର ବର୍ଣ୍ଣନା ହେଇଛି ଭାଗବତରେ, ଜୟଦେବ ଯେଉଁ 10 ଅବତାର କହିଛନ୍ତି, ଭାଗବତରେ 24ଟି ଅବତାରଙ୍କ କଥା ଅଛି। ସବୁ ଅବତାର ଭିତରେ ସବୁଠାରୁ ସୁନ୍ଦର ଢଙ୍ଗର ଗୋଟେ ମଣିଷକୃତି ଅବତାର ହେଉଛନ୍ତି ଚୈତନ୍ୟ ସୁନ୍ଦର, ଯାହାଙ୍କୁ ଗୌରାଙ୍ଗ ସୁନ୍ଦର ବୋଲି କୁହାଯାଏ, ଯାହାଙ୍କୁ ଯିଏ ନିମ୍ବ ଗଛ ମୂଳେ ଜନ୍ମ ହେଇଥିଲେ ବୋଲି ତାଙ୍କୁ ନିମାଇଁ ବୋଲି ସଦାରେ ଲୋକ ଡାକୁଥିଲେ। ସେ ଥିଲେ ରାଧା, ତାଙ୍କୁ କହୁଥିଲେ, ଦେଖିବାକୁ ପ୍ରଚଣ୍ଡ ଗୋରା ଥିଲେ, ତାଙ୍କୁ ଗୋରା ବୋଲି ବି ଲୋକ ସମ୍ବୋଧନ କରୁଥିଲେ। ଗୋ କହିଲେ ଗୋବିନ୍ଦ, ରା କହିଲେ ରାଧା। ରାଧା ଓ ଗୋବିନ୍ଦଙ୍କର ମିଳିତ ତନୁ ହେଉଛନ୍ତି ଚୈତନ୍ୟ। ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ଗୋପୀମାନଙ୍କର କୃଷ୍ଣଙ୍କୁ ଯେଭଳି ଭାବରେ ଭଲ ପାଉଥିଲେ, କୃଷ୍ଣ ଯେତେବେଳେ ରାଧାଙ୍କର ଦେହତ୍ୟାଗ ହେଇଛି, ସେଇଠି କୃଷ୍ଣ ନିଜେ କହିଛନ୍ତି ଯେ ତୁମେ ମୋତେ କେତେ ଭଲ ପାଉଥିଲ, ମୁଁ ସେ ଭଲ ପାଇବାଟାକୁ ଜାଣିପାରିଲି ନାହିଁ। ସେ ଭଲ ପାଇବାଟା କିପରି, ତାକୁ ଜାଣିବା ପାଇଁ ମୋତେ ଆଉ ଗୋଟେ ଅବତାର ନେବା ପାଇଁ ହେବ। ପ୍ରତିଜ୍ଞା କରୁଛି ନିକୁଞ୍ଜ କାନନେ, କଳିରେ ଗୌରାଙ୍ଗ ହେବି, ରାଧା ନାମ ତୁଣ୍ଡେ ଗାଇ ଏ ବ୍ରହ୍ମାଣ୍ଡେ, ପ୍ରେମ ବାଦ୍ୟ ବଜାଏ। ନଦିଆ ହୋଇବ ଗୁପ୍ତ ବୃନ୍ଦାବନ, ଗଙ୍ଗା ହୋଇବ ଯମୁନା, ସଖୀ ସଖା ଯେତେ ଥିବେ ମୋ ସଙ୍ଗତେ, ଉଡ଼ାଇବେ ଜୟଗାନା। ଏସବୁ ଲମ୍ବା କଥାକୁ ମୁଁ ସଂକ୍ଷିପ୍ତ କରିବାକୁ ଚାହୁଁଛି। ମାନେ ଚୈତନ୍ୟ ହେଉଛନ୍ତି ଆଦାନୁଲମ୍ବିତ ବାହୁ। ଏଭଳି ବାହୁ ମଧ୍ୟ କାହାର ଆଜି ପର୍ଯ୍ୟନ୍ତ ଅଛି ବୋଲି ଧାରଣା ଆସେନି। ଏବଂ ତାଙ୍କର ଆଖି ଗୁଡ଼ାକ ହେଉଛି ସମ୍ପୂର୍ଣ୍ଣ ଭାବରେ ଜଗନ୍ନାଥଙ୍କ ଭଳି ଗୋଳାକାର ଚକ୍ଷୁ ଏବଂ ପ୍ରେମ ଚକ୍ଷୁ ମଧ୍ୟ। ସିଏ କୀର୍ତ୍ତନ ପ୍ରିୟ ଥିଲେ। କୀର୍ତ୍ତନ ତାକୁ ଓଲଟେଇ ଦେଲେ ନର୍ତ୍ତକୀ। ସେ ନର୍ତ୍ତକୀର ଢଙ୍ଗରେ କୀର୍ତ୍ତନ କରୁଥିଲେ। ରଥଯାତ୍ରା ସମୟରେ ସେ କୀର୍ତ୍ତନ କରୁଥିବା ସମୟରେ ତାଙ୍କ ପାଦ ଟିକେ କ୍ଷତ ହେଲା, ତାପରେ ତାଙ୍କୁ ଜ୍ୱର ହେଲା, ତାପରେ ସେ ଦେହ ତ୍ୟାଗ କରିଛନ୍ତି। କେବଳ ଗୋଟିଏ ବହିରେ ପ୍ରକାଶ ହେଇଛି ଯେ ଜଣେ ସାଧୁ ସେ କଥାଟିକୁ କହିଛନ୍ତି, ପ୍ରତାପରୁଦ୍ର ଦେବଙ୍କର ଗୁରୁ ହେଉଛନ୍ତି ଚୈତନ୍ୟ। ସିଏ ଜଗନ୍ନାଥଙ୍କ ଭିତରେ ଚୈତନ୍ୟଙ୍କୁ ଦେଖନ୍ତି, ଚୈତନ୍ୟଙ୍କ ଭିତରେ ଜଗନ୍ନାଥଙ୍କୁ ଦେଖନ୍ତି।
ମହାପ୍ରଭୁଙ୍କର ଯେତେବେଳେ ଦେହତ୍ୟାଗ ହେଇଛି, ଆଜି ବି ପୁରୀ ଶ୍ରୀକ୍ଷେତ୍ରରେ ଗମ୍ଭୀରା ସିଏ ସ୍ଥାନ ବି ଅଛି। ମହାପ୍ରଭୁ ଚୈତନ୍ୟ ଯେଉଁ ବଉଳ ଗଛର ଡାଳରେ ଦାନ୍ତ ଘଷୁଥିଲେ, ତାକୁ ପୋତି ଦେଇଥିଲେ, ସେ ଗଛଟା ବର୍ତ୍ତମାନ ବି ଅଛି। ତାକୁ ସିଦ୍ଧ ବକୁଳ ବୋଲି କୁହାଯାଏ। ତେବେ ଯାହା ହଉ, ସେଇ ଚୈତନ୍ୟଙ୍କୁ ସିଏ ଜଗନ୍ନାଥଙ୍କର ଯେଉଁଠି ନବକଳେବର ସମୟରେ ତାଙ୍କୁ ସମାଧି ଦିଆଯାଏ, ତାଙ୍କ ପୁରୁଣା ବିଗ୍ରହକୁ, ସିଏ ଯେହେତୁ ଭାବୁଥିଲେ ଚୈତନ୍ୟ ହେଉଛନ୍ତି ମୋ ପାଇଁ ଜଗନ୍ନାଥ, ରାଜାଙ୍କର ଆଦେଶ, ସେ ଆଦେଶ ଥିଲା ସେଇ ସ୍ଥାନରେ ମୋର ଗୁରୁ ବା ମହାପ୍ରଭୁଙ୍କୁ ସେଇଠି ସମାଧି ଦିଆଯିବ। ଇଏ କଥାକୁ ବଳିଆ ଏଠି କହୁଛି, ଗୋଟିଏ ବହିରୁ ଆପଣ ନିଶ୍ଚୟ ତାକୁ ପାଇବେ। ସେ ବହିଟିକି ଲେଖିଛନ୍ତି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ସିଏ ଏ କଥାଟିକୁ ସଂଗ୍ରହ କରିଛନ୍ତି। ଜଣେ ସାଧୁଙ୍କ ମୁଖରୁ ସେ କଥାକୁ ସେ ଉଦ୍ଧାର କରି ସେ ବହିରେ ସେ ପ୍ରକାଶ କରିଛନ୍ତି। ଇଏ କଥାକୁ ବଳିଆ ହିଁ କେବଳ କହେ, କିନ୍ତୁ ଅନ୍ୟମାନେ ସମସ୍ତେ କହନ୍ତି। କିଏ କହେ ଚୈତନ୍ୟ ବିଲୀନ ହେଇଗଲେ, କିଏ କହେ ଜଗନ୍ନାଥଙ୍କ ସହିତ ମିଶିଗଲେ, କିଏ କହେ ସେ ସମୁଦ୍ର ବାଲିରେ ଯାଉଥିଲେ ଆମେ ଦେଖିଛୁ ସେ କୁଆଡ଼େ, ମାନେ ଏମିତି ବିଭିନ୍ନ କଥା ତାଙ୍କ ବିଷୟରେ କହେ। ଆଉ ସବୁଠାରୁ ନୃଶଂସ କଥା କହନ୍ତି କେତେକ, ଯେ ତାକୁ ପଣ୍ଡାମାନେ ମାରିଦେଲେ, ସେବକମାନେ ତାଙ୍କୁ ମାରିଦେଲେ। ଚୈତନ୍ୟଙ୍କ ପ୍ରଭାବକୁ ଏମାନେ ଆଉ ସହିପାରିଲେ, ଚୈତନ୍ୟଙ୍କ ଯେଉଁ ମହିମାକୁ। ସମୁଦ୍ର ଚୈତନ୍ୟକୁ ମାନିବ, ଆଉ ଜଗନ୍ନାଥଙ୍କୁ କିଏ ମାନିବ? ଆକୁ ମାରିଦିଅ। କିନ୍ତୁ ପ୍ରକୃତରେ ବଳିଆର ଅନୁଭବ ଏହିସବୁ କଥା ହେଉଛି ଯେଉଁଟା କହନ୍ତି ଆମ ଓଡ଼ିଆରେ ଗୁଲିଖଟି ଗପ, ଏଗୁଡ଼ା ସବୁ ଗୁଲିଖଟି ଗପ। କିନ୍ତୁ ସେ ମହାପ୍ରଭୁ ଜଗନ୍ନାଥଙ୍କର ଶ୍ରୀଅଙ୍ଗରେ ବିଲୀନ ହେଇଛନ୍ତି, ଏକଥା ସତ୍ୟ। ସିଏ ସମାଧି ତାଙ୍କ ଦେହଟା କେଉଁଠି ନେଇଛି, କ'ଣ କରିଛି, ସେ କଥାଟା ଅଲଗା କଥା। ଆଜି ବି ଆପଣ ଜଗନ୍ନାଥଙ୍କ ମନ୍ଦିରର ଗରୁଡ଼ ସ୍ତମ୍ଭ ପାଖରେ ଦଣ୍ଡବତ ହେଲାବେଳେ ଗରୁଡ଼ ସ୍ତମ୍ଭର ଠିକ୍ ପଛକୁ ଗୋଟେ ସ୍ଥାନରେ ଆପଣ ଦେଖିବେ 3ଟି ଅଙ୍ଗୁଳି ଚିହ୍ନ ରହିଛି। ସେ ଅଙ୍ଗୁଳି ଚିହ୍ନଟି ହେଉଛି ମହାପ୍ରଭୁ ଚୈତନ୍ୟ। ସିଏ ଯେତେବେଳେ ପ୍ରଥମ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି, ସେ ଅଙ୍ଗୁଳି ଚିହ୍ନଟା ରହିଯାଇଛି। ତାକୁ କେବଳ ବୈଷ୍ଣବମାନେ ଖୋଜିକିରି ସେ ଜାଗାରେ ମୁଣ୍ଡରେ ମାରନ୍ତି। ଆମ କଟକର ଗଡ଼ଗଡ଼ିଆ ଘାଟରେ ଆପଣ ଦେଖିବେ, ଗଡ଼ଗଡ଼େଶ୍ୱର ମହାଦେବଙ୍କ ପାଖରେ ଦେଖିବେ ମହାପ୍ରଭୁ ଚୈତନ୍ୟଙ୍କର ପାଦପଦ୍ମ ଗୋଟେ ପଥର ଉପରେ ରହିଛି। ସେ ଆଜି ବି ପୂଜା ପାଉଛନ୍ତି, କିନ୍ତୁ କେହି ତାଙ୍କୁ ଜାଣୁନାହାନ୍ତି। ଏଇଭଳି ଭାବରେ ମହାପ୍ରଭୁ ଚୈତନ୍ୟଙ୍କର ଆଉ ଗୋଟେ ସ୍ୱରୂପ, ବାସ୍ତବ ସ୍ୱରୂପ ହେଉଛି, ଯେତେବେଳେ ଜଗନ୍ନାଥ ମାନେ ଅନବାସର ଗୃହରେ ରୁହନ୍ତି, ସେତେବେଳେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରନ୍ତି। ମହାପ୍ରଭୁ ଚୈତନ୍ୟ ଯେଉଁ ପଥର ଉପରେ ପଡ଼ିଯାଇଛନ୍ତି ମୂର୍ଚ୍ଛା ଯାଇକିରି, ସେ ପଥର ଉପରେ ତାଙ୍କର ପୁରା ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ସେ ଚିହ୍ନଟି ଆଜି ବି ରହିଛି। ସେଠି ମନ୍ଦିରଟି ହେଇଯାଇଛି ଏବଂ ତାକୁ ବୈଷ୍ଣବମାନେ ଦର୍ଶନ କରନ୍ତି। ତେଣୁ ସେ କେଉଁଭଳି ଅବତାର ଥିଲେ, ଯେ ପଥର ଭିତରେ ଠିଆ ହେଇଗଲା ପରେ ମଧ୍ୟ ପଥର ତରଳି ଯାଉଥିଲା। ପୁରୀ ଜଗନ୍ନାଥଙ୍କ ମନ୍ଦିର ତାଙ୍କ ଆଙ୍ଗୁଳି ଚିହ୍ନ ଆଜି ବି ରହିଛି। ଗଡ଼ଗଡ଼େଶ୍ୱର ମହାଦେବଙ୍କ ନାଁ ଗଡ଼ଗଡ଼େଶ୍ୱର ହେଲା, ହେଲେ ମହାପ୍ରଭୁ ଚୈତନ୍ୟ ସେଠି ମାନେ କୀର୍ତ୍ତନ କରି ଗଢ଼ିଥିଲେ ନା ଗଡ଼ଗଡ଼େଶ୍ୱର ମହାଦେବ ବୋଲି କୁହାଯାଏ। ତେଣୁ ମହାପ୍ରଭୁ ଚୈତନ୍ୟଙ୍କର କଥା ଆଜି ବି ପୃଥିବୀରେ ପ୍ରଚାର ହେଇପାରିନି। କିନ୍ତୁ ଅଙ୍ଗବଙ୍ଗ ଚୈତନ୍ୟଙ୍କର ପୁଣି ପରିବ୍ରାଜକ ସିଏ ଥିଲେ, ପାଦରେ ଚାଲି ଚାଲି ଦାକ୍ଷିଣାତ୍ୟ ପର୍ଯ୍ୟନ୍ତ ଦକ୍ଷିଣ ଭାରତକୁ ମାନେ ସେ ବି ଜୟ କରିଥିଲେ। ଆମେ ତ ସେ ଭାଷାକୁ କହିପାରୁନୁ,
ସିଏ କେମିତି ଯାଇଥିଲେ କ'ଣ କରିଥିଲେ ଏଟା ମାନେ ପୁଣି ଅଳ୍ପ ବୟସ। ତେଣୁ ଏଇଭଳି ମାନେ ଅଦ୍ଭୁତ ପ୍ରେମାବତାର ବୋଲି ଆମେ ତାଙ୍କୁ କହୁ। କିନ୍ତୁ ଚୈତନ୍ୟଙ୍କ କଥା ଅନ୍ୟମାନେ କେହି ଉଠାନ୍ତିନି। ସେ କହନ୍ତି ଜଣେ ଭକ୍ତ। ତେବେ ଏଇ ଚୈତନ୍ୟ ପ୍ରତାପରୁଦ୍ର ଦେବଙ୍କୁ କହିଥିଲେ ମୁଁ ଗୋଟେ ଭିକ୍ଷା ମାଗିବାକୁ ଆସିଛି। ସେ କହିଥିଲେ ଆପଣ କ'ଣ ଭିକ୍ଷା ଚାହୁଁଛନ୍ତି? ନା ମୁଁ ଭିକ୍ଷା କିଛି ଧନ ରତ୍ନ ଏସବୁ ଚାହୁଁନାହିଁ। ମୋର ଗୋଟିଏ ଭିକ୍ଷା ହେଉଛି ଆଜି ପର୍ଯ୍ୟନ୍ତ ଆପଣ ଯେତେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ତା ଭିତରୁ ଯେକୌଣସି ଗୋଟିଏ ବ୍ୟକ୍ତିର ଜୀବନ ଦାନ ମୁଁ ଚାହୁଁଛି, ସେଇଟାକୁ ମୋତେ ଦିଅନ୍ତୁ। ସେ ଆଶ୍ଚର୍ଯ୍ୟ ହେଲେ। ମୁଁ ତ ଫାଶୀ ଦେଇଦେଲି, ସେ ତ ମରିଗଲା, ସେ ସ୍ୱର୍ଗ ଦ୍ୱାରରେ ପୋଡ଼ା ହେଲା, ଆଉ ମୁଁ ପୁଣି ତାକୁ ବଞ୍ଚେଇକିରି କେଉଁଠୁ ଆଣିବି? ନା ସେଇଟା ମୁଁ ପାରିବିନି। ନା ଯଦି ଜୀବନକୁ ଆପଣ ଦାନ କରିପାରିବେନି, ଯେ ଜୀବନକୁ ଫାଶୀ ଦେବାର ଅଧିକାର ଆପଣଙ୍କୁ ଦେଇଛି କିଏ? ପ୍ରତାପରୁଦ୍ର ଦେବ କହିଲେ ମୋ ଆଗରେ ତ ଏମିତି କଥା କେହି କହନ୍ତିନି। ଆପଣ କିଏ? ନା ମୁଁ ସେଇ ନିମାଇଁ ସନ୍ନ୍ୟାସ। ନବଦ୍ୱୀପରେ ମୋର ଜନ୍ମ, ମୁଁ ଓଡ଼ିଆ, ମୋ ବଂଶ ହେଉଛନ୍ତି ଓଡ଼ିଆ, କିନ୍ତୁ ନବଦ୍ୱୀପରେ ରହିଯାଇଛନ୍ତି ମୋ ପିତୃପିତାମାନେ ରହିଯାଇଥିଲେ ଯାଜପୁର ଅଞ୍ଚଳରୁ ଯାଇ। ତେଣୁ ଆମେ ବଙ୍ଗାଳୀ ହେଇଯାଇଥିଲୁ, ଆଉ ତେଣୁ ଆମକୁ ବଙ୍ଗାଳୀ ବୋଲି ଲୋକ କହୁଛନ୍ତି। ଆଉ ସେଇଠି ପ୍ରତାପରୁଦ୍ର ଦେବଙ୍କର ପରିବର୍ତ୍ତନ ଘଟିଥିଲା। ମହାପ୍ରଭୁ ଚୈତନ୍ୟଙ୍କର ସେ ଶିଷ୍ୟତ୍ୱ ଗ୍ରହଣ କରୁଥିଲେ। ଏମିତିକି ଓଡ଼ିଶାକୁ ଯେତେବେଳେ ମୋଗଲ ମାନେ ଆକ୍ରମଣ କରିଥିଲେ, ଇଏ ମୃଦଙ୍ଗ ବଜେଇ କୀର୍ତ୍ତନ କରୁଥିଲେ। ସେଥିପାଇଁ ଆଜି ବି ଐତିହାସିକମାନେ, କେତେକ ଐତିହାସିକମାନେ କୁହନ୍ତି ଚୈତନ୍ୟ ଓଡ଼ିଶାକୁ ପଙ୍ଗୁ କରିଦେଲେ। ସେ ପ୍ରତାପରୁଦ୍ର ଦେବଙ୍କୁ ପଙ୍ଗୁ କରିଦେଲେ। ଏ ସବୁ କଥା ହେଉଛି ଆମ କ୍ଷୁଦ୍ର ଭାବନାର ଗୋଟେ ଗୋଟେ ଅଂଶ, କିନ୍ତୁ ପ୍ରକୃତରେ ସେୟା ନୁହେଁ। ମହାପ୍ରଭୁ ଚୈତନ୍ୟ ଯେ କହିଥିଲେ ତମେ ଆଉ କାହାକୁ ଦଣ୍ଡ ଦେବନି, ଫାଶୀ ଦଣ୍ଡ କଥା ସିନା ମନା କରିଥିଲେ, ସେ କ'ଣ ରାଜନୀତିରୁ ସନ୍ନ୍ୟାସୀ ନେବା ପାଇଁ କହିଥିଲେ? ତେଣୁ ସେଇ ଚୈତନ୍ୟଙ୍କର ସମୟରେ ଏଇ ଓଡ଼ିଶା ମାଟିରେ ଆଉ 5 ଜଣ ମହାପୁରୁଷ ଆସିଥିଲେ। ଅଚ୍ୟୁତ, ଶିଶୁ ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ। ସିଏ ଥିଲେ ଗୌରାଙ୍ଗ ନିତ୍ୟାନନ୍ଦ ଅଦ୍ୱୈତ ଗଦାଧର ସେବା। ସିଏ 5କୁ ଇଏ 5। ସେତେବେଳେ ଆପଣ ଲକ୍ଷ୍ୟ କରନ୍ତୁ, ଚିନ୍ତା କରିବେ, ସେତେବେଳେ ଓଡ଼ିଶା ମାଟିରେ ଗୋଟାଏ ଅଦ୍ଭୁତ ଆଧ୍ୟାତ୍ମିକ ସାମ୍ରାଜ୍ୟ ସୃଷ୍ଟି ହେଇଥିଲା। ଇଏ ରାଧାଙ୍କର ତତ୍ତ୍ୱ କହୁଥିଲେ ପଞ୍ଚସଖା ମାନେ, ଇଏ ରାଧାଙ୍କର ନାମ କହୁଥିଲେ। ଜଗନ୍ନାଥ ଦାସଙ୍କୁ ପଚାରିଲେ ତମେ ଆପଣ ଭାଗବତ ପଢ଼ୁଛନ୍ତି, ଏଠି ରାଧାଙ୍କ ନାମ ନାହିଁ? ଇଏ କହିଲେ ରାଧା ନହେଲେ କ'ଣ ରାଧାଙ୍କ ନାମ ମୁଁ କହିପାରିବି? ସେଇଠି ମହାପ୍ରଭୁ ଚୈତନ୍ୟ ଜଗନ୍ନାଥ ଦାସଙ୍କୁ କହିଥିଲେ ଆପଣ ଅତି ବଡ଼ି ଜଗନ୍ନାଥ। ତାମାନେ ଜଗନ୍ନାଥ କହିଲେ ମୁଁ ତ ନିଜେ ରାଧା, ରାଧା ନହେଲେ ରାଧାଙ୍କ କଥା କେମିତି କହିବି? ଏଇଭଳି ତାଙ୍କର ଗୁଣକୀର୍ତ୍ତନ ଆଜି ଓଡ଼ିଶା ମାଟିରେ ବହୁ ଅନୁଷ୍ଠାନ, ବହୁ ସଦ୍ଗୁରୁମାନେ ଆସି ବହୁ ପ୍ରକାର ଭାବରେ ଆମର ଇଏ କରୁଛନ୍ତି। କିନ୍ତୁ ସଂକୀର୍ତ୍ତନ ସର୍ବସ୍ୱ, ଏ କଥା ହରେର ନାମୈବ କେବଳମ୍, ହରେର ନାମୈବ କେବଳମ୍, ହରେର ନାମୈବ କେବଳମ୍, କଳୌ ନାସ୍ତେବ ନାସ୍ତେବ ଗତିରନ୍ୟତା। ଏ କଥା କେବଳ ମହାପ୍ରଭୁ ଚୈତନ୍ୟ ହିଁ ପ୍ରଥମ କହିଥିଲେ। କଳି ଯୁଗରେ ନାମ ବ୍ୟତିରେକ ମୁକ୍ତି ନାହିଁ, ନାହିଁ, ନାହିଁ। ତାପରେ ଅନେକ ମହାପୁରୁଷ ମାନେ ଆଇଛନ୍ତି, ସେ ତାଙ୍କ ଢଙ୍ଗରେ ନାମ କଥା କହିଛନ୍ତି। ଚୈତନ୍ୟଙ୍କ ନାଁ ପ୍ରାୟ କେହି ନେଇନାହାନ୍ତି, ଜଣେ ଦୁଇ ଜଣ କିଏ ନେଇଥିବେ। ତେଣୁ ଆମେ
ଆମେ ଚୈତନ୍ୟଙ୍କର ଆମେ ଯେଉଁ ନାମ କରୁ ଆମର ଯାହା କରୁଛୁ କରୁ କିନ୍ତୁ ଆମେ ସେଇ ତାଙ୍କରି ଲୋକ। ଏଭଳିକି ଏ ଅଧମ ଯେତେବେଳେ ଗୋଟିଏ ନାମକୁ ପ୍ରଚାର କଲା ଜୟ ଶିଶୁ ଅନନ୍ତଙ୍କ ନାମ, ସେତେବେଳେ ଷଡ଼ଭୁଜ ରୂପରେ ସେ ଦର୍ଶନ ଦେଇ ତା କେଉଁ ମସିହା ମୋର ଆଉ ମନେ ନାହିଁ, ନିଜେ ଷଡ଼ଭୁଜଙ୍କର ଦୁଇଟି ମୁଣ୍ଡ, ଗୋଟିଏ ପାଷାଣ ମୁଣ୍ଡ, ଗୋଟିଏ ମଣିଷ ମୁଣ୍ଡ। ସେ ମଣିଷ ମୁଣ୍ଡଟି କହୁଛି ଏଇ ନାମ କର, ସେ ନାମ କର, ଏ ନାମ କର। ତମେ ଯେଉଁ ନାମଟା କରୁଛ କର, ସେଟା କର, କିନ୍ତୁ ଏ ନାମ ବି କର। ଆକୁ କାହିଁକି ନାମରେ ଭିନ୍ନ ଭିନ୍ନ କର ନା, ଏତେ କଥା କହିନାହାନ୍ତି। ନାମ କର ବୋଲି କହିଛନ୍ତି। ଭଜନିତାଇ ଗୌରାରେ ଶ୍ୟାମ ହରେ କୃଷ୍ଣ। ସେଇଦିନ ଠାରୁ ଇଏ ସେବକ କୌଣସି ନାମକୁ ବିରୋଧ କରେ ନାହିଁ। ସବୁ ନାମକୁ ମୁଁ ନିଜର ଚୈତନ୍ୟଙ୍କ କୃତ ନାମ ବୋଲି ଚିନ୍ତନ କରେ ଏବଂ ସମସ୍ତଙ୍କୁ ପୂଜା ବି କରେ। ତେଣୁ ସେଇ ଚୈତନ୍ୟଙ୍କର ନାମକୁ ନେଇ, ସଂକୀର୍ତ୍ତନକୁ ନେଇ ଭାରତ ସରକାର ଏ ବିଷୟରେ କିଛି ଜାଣନ୍ତିନି। ସିଏ ତାଙ୍କର ଅଲଗା କଥାରେ ଅଛନ୍ତି। କିନ୍ତୁ ଓଡ଼ିଶା ବଙ୍ଗଳା ଏ ଦୁଇଟି ରାଜ୍ୟରେ ନାମକୀର୍ତ୍ତନର ପ୍ରଚାର ବହୁତ ଅଧିକ। ଆଉ ଓଡ଼ିଶାରେ ପ୍ରତ୍ୟେକ ଗ୍ରାମରେ ଦୁଇଟି କଥା ସବୁବେଳେ ଦେଖାଯାଏ, ଭାଗବତ କଥା ଆଉ ସଂକୀର୍ତ୍ତନର କଥା। ଏମିତି ସମୟ ଥିଲା, ଏମିତି ଗୋଟେ ଗାଁ ନଥିଲା ଯେଉଁ ଗାଁରେ କୀର୍ତ୍ତନ, ସେଟା କହନ୍ତି କୀର୍ତ୍ତନ ଆଖଡ଼ା ଟୁଙ୍ଗି ନଥିଲା କିମ୍ବା ଭାଗବତ ଟୁଙ୍ଗି ନଥିଲା। କିନ୍ତୁ ଆଜି ସବୁ ବିପନ୍ନ, ମଦ୍ୟ ମାଦକରେ ଆଜି ମଣିଷ ବ୍ୟସ୍ତ। ତଥାପି ସତ୍ୟ ବଞ୍ଚି ରହିଛି। ଗୋଟେ 42 ମଣ୍ଡଳ କୀର୍ତ୍ତନ ମଣ୍ଡଳୀ ଗୋଟେ ଗଢ଼ା ହେଇଥିଲା। ତା ଭିତରେ ସଂକୀର୍ଣ୍ଣ ରାଜନୀତି ପଶି ସେ ତାକୁ ବିଭ୍ରାଟ କରିଦେଲା। ସେଥିରେ ମଧ୍ୟ ବଳିଆ ବହୁ ପରିଶ୍ରମ କରିଥିଲା। ବଳିଆକୁ ପ୍ରଥମ ପରିଚୟ ଓଡ଼ିଶା ମାଟି କରିଥିଲା ସେଇ ସଂକୀର୍ତ୍ତନ ସମାବେଶ କଟକରେ ସେଟା ହେଇଥିଲା। ମହାପ୍ରଭୁ ଚୈତନ୍ୟଙ୍କ 500 ବର୍ଷ ଜନ୍ମୋତ୍ସବ ଆମେ ପାଳନ କରିଥିଲୁ। ଇଏ ବେଶୀ ତ ସେଦିନ ଚାଲିଗଲା ପରେ ଆମେ ସେ କଥାଟାକୁ ମନେ ରଖିଥିଲୁ, କିନ୍ତୁ ଭାବୁଥିଲୁ ଗୋଟେ କେମିତି ହୁଅନ୍ତା ଏମିତି। ପୁଣି ହଠାତ୍ ଏଇ ନବଘନ ବାବୁ ଏବଂ ଆଉ କେତେଜଣ ମିଶି ଏଇ ସଂକୀର୍ତ୍ତନ ସମାବେଶର କଥା ଆରମ୍ଭ କରିଥିଲେ। ମୁଁ ପ୍ରଥମେ ସେଥିରେ କିଛି ହଁ ନା କହିନଥିଲି। ସେ ଯାହା ହଉ, ସେ ସଂକୀର୍ତ୍ତନଟି ଏପର୍ଯ୍ୟନ୍ତ ଚାଲିଛନ୍ତି ଏବଂ ସୁନ୍ଦର ଭାବରେ କୀର୍ତ୍ତନ ହେଉଛନ୍ତି। ତାର ବିଭିନ୍ନ ସ୍ଥାନରେ ବାର୍ଷିକ ଉତ୍ସବ ମଧ୍ୟ ହେଉଛି। ସେଇ ଚୈତନ୍ୟଙ୍କ ପାଖରେ ଆମର ପ୍ରାର୍ଥନା, ସିଏ ହିଁ ଇଏ ସଂକୀର୍ତ୍ତନ ମହାମଣ୍ଡଳକୁ ରକ୍ଷା କରନ୍ତୁ, ସେମାନଙ୍କ ଭିତରେ ସଦ୍ବୁଦ୍ଧି ସଦ୍ଜ୍ଞାନ ଦିଅନ୍ତୁ। ମୃଦଙ୍ଗ କହିଲେ ସେ ନିଜେ ମହାପ୍ରଭୁ ଚୈତନ୍ୟ, ଗିନି କହିଲେ କରତାଳ କହିଲେ ନିତ୍ୟାନନ୍ଦ ମହାପ୍ରଭୁ, ଏବଂ ସଂକୀର୍ତ୍ତନ ମଣ୍ଡଳୀ ହେଉଛନ୍ତି ସିଏ ଯେଉଁ ଜାତିର ହୁଅନ୍ତୁ, ମାନେ ବୈଷ୍ଣବ, ତାଙ୍କୁ ବୈଷ୍ଣବର ସମ୍ମାନ, କୀର୍ତ୍ତନିଆମାନଙ୍କୁ ବୈଷ୍ଣବର ସମ୍ମାନ ଦିଆଯାଏ। ସେମାନେ ଯେତେବେଳେ କୁଞ୍ଜରେ ପହଞ୍ଚନ୍ତି, ତାଙ୍କୁ ଆଉ ଗୋଟେ କୀର୍ତ୍ତନ ଦଳ ଯାଇ ତାଙ୍କୁ ପାଛୋଟି ଆଣନ୍ତି, ଆଉ ଗୃହକର୍ତ୍ତା ହଳଦୀ ପାଣିରେ ଗୋଡ଼ ଧୋଇ ଦିଅନ୍ତି, ମା ମାନେ ବନ୍ଦାପନା କରନ୍ତି। ଆଜି ସେସବୁ କଥା ଟିକେ ହଜିଯାଇଛି। ଅତ୍ୟାଧୁନିକ ଯୁଗକୁ ନେଇ ଏସବୁ କଥା ଟିକେ ହଜିଯାଇଛି ବା ସୁପ୍ତ ହୋଇଯାଇଛି। ତଥାପି ରହିଛି ଓଡ଼ିଶୀ କୀର୍ତ୍ତନ, ନଦିଆ କୀର୍ତ୍ତନ, ଇଏ କୀର୍ତ୍ତନ କେବେ ବୁଡ଼ି ପାରିବ ନାହିଁ। ଆଜି ଓଡ଼ିଶୀ କୀର୍ତ୍ତନ ମଧ୍ୟ ମାନ୍ୟତା ପାଇଛି। ଆଉ ଆମର ପୂର୍ବ ସରକାରଙ୍କ ସମୟରେ ସଂକୀର୍ତ୍ତନ ମଣ୍ଡଳୀ, ଓଡ଼ିଶାର ଏଇ ସଂକୀର୍ତ୍ତନ ମହାମଣ୍ଡଳୀ ମାନଙ୍କୁ ମଧ୍ୟ
ସେମାନେ ଦେଇଛନ୍ତି, ତାଙ୍କର ଯୋଗ୍ୟତା ଅନୁଯାୟୀ ତାଙ୍କୁ ପୁରସ୍କୃତ ଦେଇଛନ୍ତି, କିଛି ଭତ୍ତା ବି ଦେଉଛନ୍ତି। କାରଣ ଯେଉଁମାନେ ଧନୀ ଲୋକ ସେ କୀର୍ତ୍ତନ କରନ୍ତିନି, ତାଙ୍କୁ ନାଚିବା ପାଇଁ ନାଜ ମାଡ଼େ, ମୁଣ୍ଡ ହଲେଇବା ପାଇଁ ନାଜ ମାଡ଼େ। କୀର୍ତ୍ତନ କରନ୍ତି ଏଇମାନେ ଯେଉଁମାନେ ଆଜି ବି କୀର୍ତ୍ତନ କରୁଛନ୍ତି। ଏମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯାହା ଥାଉ ନା କାହିଁକି, ଇଏ କୀର୍ତ୍ତନ ମାନେ କୀର୍ତ୍ତନ କରିବେ। ସେମାନେ ଖାଲି ଦେଖିବେ ଆଉ ଭଲ ହେଲା ବୋଲି କହିବେ। କିନ୍ତୁ ଆମର ଓଡ଼ିଶାରେ ଆଜି ବି ଭାତ ଡାଲମା, ଇଏ ଡାଲମା ଭାତ ପ୍ରଥମେ ଆରମ୍ଭ କରିଥିଲେ ମହାପ୍ରଭୁ ଚୈତନ୍ୟ। କଦଳୀ ପତ୍ରରେ ଖାଇବେ ସମସ୍ତେ, ଭାତ ଡାଲମା ସର୍ବନିମ୍ନ ଖାଦ୍ୟ ହେବ। ସେତେବେଳେ ମୃଦଙ୍ଗ ନଥିଲା, ଖଞ୍ଜଣିରେ ବଜେଇକି ଆମର ଚାଲିଥିଲା କୀର୍ତ୍ତନ ପ୍ରଚାର। ଆଜି ସେଇ ସଂକୀର୍ତ୍ତନ ମହାମଣ୍ଡଳୀର ବଳଦେବଙ୍କ କ୍ଷେତ୍ରରେ ଯେଉଁ ଉତ୍ସବଟି 3 ଦିନ ଧରି ହେଲା, ସେ ଉତ୍ସବଟି ସଫଳ ହେଲା ଏବଂ ଆମେମାନେ ନିଜକୁ 3 ଦିନ ମଜେଇ ରଖିଥିବାରୁ ଆମ ଜୀବନ ବି ଧନ୍ୟ ହେଲା। ପୁଣି କେବେ ଠାକୁରଙ୍କ ଇଚ୍ଛା ହେଲେ ଭାବୁଛି ଏଇଠି ପୁଣି ଗୋଟେ ଅନନ୍ତଙ୍କ କ୍ଷେତ୍ରରେ ଆମେ ପୁଣି ସେ କୀର୍ତ୍ତନ ମଣ୍ଡଳୀମାନଙ୍କୁ ନେଇ ଗୋଟେ କୀର୍ତ୍ତନ ମହୋତ୍ସବ କରିବା। ତେବେ ଯେଉଁ କୀର୍ତ୍ତନ ମଣ୍ଡଳୀର ଆଜି ସମସ୍ତେ ଆସିଛନ୍ତି, ଏଇଠି ବସିଛନ୍ତି, ଏମାନେ ହେଉଛନ୍ତି ମୁଖ୍ୟ କର୍ମକର୍ତ୍ତା। ପ୍ରତ୍ୟେକ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ମୁରବୀମାନେ ଆସିଛନ୍ତି, କର୍ମକର୍ତ୍ତାମାନେ ଆସିଛନ୍ତି। ଆସିବାର କାରଣ କ'ଣ? ମୁଁ ଅପ୍ରତ୍ୟାଶିତ ଭାବରେ ଦେଖି ପକେଇଲି କି କ'ଣ ଏତେ ଗୁଡ଼ିଏ ଲୋକ ଆସିଲେଣି। ମୁଁ ପ୍ରଥମରୁ କହିଥିଲି, ଯେଉଁଟା ତୁମେ ଭାବିନଥିବ ହେବ ସେଇଟାକୁ ଆପଣ ଭଗବତ ଇଚ୍ଛା ବୋଲି ଭାବିବେ। ତେଣୁ ଭଗବାନଙ୍କର ଇଚ୍ଛା। ମୁଁ ବି ବାହାରକୁ ଯାଇଥିଲି, ଏଇ ଖରାବେଳେ ପହଞ୍ଚିଛି। ମୋ ଦେହ ଟିକେ ଅସୁସ୍ଥ ଅଛି, ତଥାପି କୀର୍ତ୍ତନ ମଣ୍ଡଳୀମାନେ ସବୁ ଆସିବାରୁ ଗୋଟେ ଆନନ୍ଦ ସୃଷ୍ଟି ହେଲା। ତେଣୁ ଆମର ସେଇ କୀର୍ତ୍ତନ ମଣ୍ଡଳୀମାନଙ୍କୁ ନିବେଦନ, ମୁରବୀମାନେ ଯେଉଁମାନେ ବସିଛନ୍ତି ସେମାନେ ମୋତେ କ'ଣ କୃତଜ୍ଞତା ଜଣେଇବେ। ମୁଁ ଆମର ଅନୁଷ୍ଠାନଟି ହେଇଗଲା, ସେଇ ମୋର କୃତଜ୍ଞତା ବହୁତ ହେଇଗଲା। ସେଇମାନେ ଶୃଙ୍ଖଳିତ ହେଲେ। ଆପଣ ଦେଖିବେ ଗୋଟେ ଓଳାଶୁଣୀ ଅରକ୍ଷିତ ଦାସଙ୍କ ଗୁମ୍ଫାରେ ଏଇ ସଂକୀର୍ତ୍ତନ ମଣ୍ଡଳୀମାନେ, ଆମର ଏଇ ଯେଉଁମାନେ କେନ୍ଦ୍ରାପଡ଼ାରେ କରିଥିଲେ, ସେଇମାନେ ଏତେ ବଡ଼ ଅପୂର୍ବ ସଂକୀର୍ତ୍ତନ ମାନେ ମହୋତ୍ସବ ସେଠି ହେଇଥିଲା, ତା ଭୁଲି ହେବନି। ଏମାନେ କୀର୍ତ୍ତନ କରିକିରି ସେ ମାନେ ସେ ଓଳାଶୁଣୀକି ପରିକ୍ରମା କରିପାରିଲେ। କିନ୍ତୁ ଆଉ କହିବି କ'ଣ, ଓଳାଶୁଣୀର ଯିଏ ମହନ୍ତ ଥିଲେ ସିଏ ମାନେ କେତେବେଳେ ଯାଇକି ଘରୁ ବାହାରିଲେ, ମଠରୁ ବାହାରିଲେ। 100ଟି ଟଙ୍କା ମଧ୍ୟ ତାଙ୍କୁ ମିଳିଲାନି। ତାଙ୍କୁ ଏତେ ସମ୍ମାନ ଦିଆଗଲା, 100 ଟଙ୍କା କୀର୍ତ୍ତନର ମହୋତ୍ସବରେ ଖର୍ଚ୍ଚ କର, ସେଇଟା ବି ହେଲାନି। ତେଣୁ ସେଇଭଳି ପ୍ରେମ ଭଲ ପାଇବା ନ ରହିଲେ କେହି କୀର୍ତ୍ତନିଆ ହେଇପାରିବେ ନାହିଁ। ତେଣୁ ଆମ ଜୀବନ, ଆମେ ଆଜି ଗୀତା କହୁଛୁ, ଭାଗବତ କହୁଛୁ, କ'ଣ କହୁଛୁ, କିନ୍ତୁ ପ୍ରକୃତରେ ଆମ ଜୀବନ ଆରମ୍ଭ ହେଇଛି କୀର୍ତ୍ତନରୁ। ମୁଁ ଜଣେ କୀର୍ତ୍ତନିଆ ରୂପରେ ପ୍ରଥମ ପରିଚୟ ହେଇଛି, ତାପରେ କ'ଣ ଗୋଟେ ହେଇଛି। ତେଣୁ ସେମାନଙ୍କୁ ମୋର ନିବେଦନ, ସେମାନେ ଏ ମହାମଣ୍ଡଳଟିକୁ ରଖନ୍ତୁ। ପୁଣି ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଗୋଟେ କେମିତି କରିବା ତାକୁ ପୁଣି ଚିନ୍ତନ କରିବା। ସମସ୍ତଙ୍କୁ ଶୁଭେଚ୍ଛା ଜଣେଇ, କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣେଇ, ଏଇ ଅପୂର୍ବ ସମାବେଶ ଦୀର୍ଘାୟୁ ହଉ। କେହି ଯେଉଁ ଦୁନିଆରେ ଚିରସ୍ଥାୟୀ ନୁହନ୍ତି, କିନ୍ତୁ ଆମ ପରେ ବି ଏହାର ଚାଲିଥାଉ, ଏତିକି ପ୍ରାର୍ଥନା କରି ମୋର କଥାକୁ ସମାପନ କରୁଛି। ରାଧାରମଣଙ୍କର ସେ ନାମଟି କରି କଥା ଶେଷ କରିବା। ଜୟ ଜୟ ରାଧା। जय जय राधा रमण हरि बोल। जय जय राधा रमण हरि बोल।
हरि बोल